Hello everyone, many many thanks, congratulations to all of you for the first year sociology unit 1 ଯାହାକି ଆଜିର ଆଲୋଚ୍ୟ ବିଷୟ ହେଉଛି ସମାଜ ବିଜ୍ଞାନ ଏକ ବିଜ୍ଞାନ କି ନୁହେଁ ତା ସମଗ୍ର ଏ ଭିଡ଼ିଓରେ ଆଲୋଚନା କରିବା। ସମାଜ ବିଜ୍ଞାନ ଏକ ବିଜ୍ଞାନ କେତେ ସମାଜ ବିଜ୍ଞାନ ମତବ୍ୟକ୍ତ କରିଛନ୍ତି ଯେ ସମାଜ ବିଜ୍ଞାନ ହେଉଛି ଏକ ବିଜ୍ଞାନ ଯାହା ସେମାନଙ୍କ ମଧ୍ୟରୁ ହେଉଛନ୍ତି ଇମାଇଲ ଦୁର୍ଖେମ, ହର୍ବର୍ଟ ସ୍ପେନ୍ସର, ମାର୍କସ ୱେବର, ପ୍ୟାରେଟୋ ଇତ୍ୟାଦି। ଏହିସବୁ ସମାଜ ବିଜ୍ଞାନମାନେ ସମାଜ ବିଜ୍ଞାନକୁ ଏକ ବିଜ୍ଞାନ ବୋଲି ମତବ୍ୟକ୍ତ କରିଛନ୍ତି। ତାପରେ କେଉଁ କେଉଁ ସମାଜ ବିଜ୍ଞାନୀମାନେ ସମାଜ ବିଜ୍ଞାନକୁ ଏକ କଳା ବୋଲି ବିବେଚନା କରିଛନ୍ତି ସେମାନଙ୍କ ମଧ୍ୟରେ ସି ରାଇଟ୍ ମିଲ୍ସ, ଟି.ବି. ବଟମର ଏମାନେ ସବୁ ସମାଜ ବିଜ୍ଞାନକୁ ଏକ କଳା ବୋଲି ବିବେଚନା କରିଛନ୍ତି। ତେଣୁ ସମାଜ ବିଜ୍ଞାନ ଏକ ବିଜ୍ଞାନ କି ନୁହେଁ ତାହା କିପରି ପରୀକ୍ଷା କରିବା? ଆମେ ସାଧାରଣତଃ ବିଜ୍ଞାନ କହିଲେ କ'ଣ ବୁଝ ନା କୌଣସି ବିଷୟରେ ବିଶେଷ ଜ୍ଞାନ ଅର୍ଜନକୁ ବିଜ୍ଞାନ ବୋଲି କହିପାରିବା। ତେଣୁ ଅନ୍ୟ ଏକ ଡେଫିନେସନ୍ ଦେଇପାରିବା ମଧ୍ୟ। ସାଧାରଣତଃ ବିଜ୍ଞାନ କହିଲେ କୌଣସି ଏକ ନିର୍ଦ୍ଦିଷ୍ଟ ବିଷୟରେ ଶୃଙ୍ଖଳିତ ଜ୍ଞାନ ଅର୍ଜନକୁ ବିଜ୍ଞାନ ବୋଲି କହିପାରିବା। ତେଣୁ ଯେଉଁ ସମାଜ ବିଜ୍ଞାନୀ ବା ଯେଉଁ ବିଜ୍ଞାନ ସୁଚିନ୍ତିତ ଭାବରେ କେତେକ ନୀତି ନିୟମ ଆଇନକୁ ନିଜ ବିଜ୍ଞାନର ପରିସର ଭିତରେ ଅନ୍ତର୍ଭୁକ୍ତ କରିଥାଏ ତାକୁ ବିଜ୍ଞାନ ବୋଲି କହିଥାଏ। ତେଣୁ ଯେଉଁ ବିଜ୍ଞାନରେ ଯେଉଁ କେତେକ ନୀତି ନିୟମ ଆଇନ ବା ଆଦର୍ଶକୁ ୟୁଜ୍ କରାଯାଏ, ବ୍ୟବହାର କରାଯାଏ, ତାହା ସମଗ୍ର ପଏଣ୍ଟ ୱାଇଜ୍ ଆଲୋଚନା କରାଗଲା। ଏକରେ ହେଉଛି ପର୍ଯ୍ୟବେକ୍ଷଣ, ଦୁଇରେ ତଥ୍ୟ ଗୁଡ଼ିକର ସଂଗ୍ରହ, ବର୍ଗୀକରଣ ଏବଂ ବିଶ୍ଳେଷଣ, ନମ୍ବର 3 ହେଉଛି ବସ୍ତୁନିଷ୍ଠତା, ନମ୍ବର 4 ହେଉଛି ତଥ୍ୟ ଗୁଡ଼ିକର କାରଣ ଏବଂ ଫଳାଫଳ ନିରୀକ୍ଷା, ନମ୍ବର 5 ତଥ୍ୟ ଗୁଡ଼ିକର ପୁନଃପରୀକ୍ଷଣ, ନମ୍ବର 6 ତଥ୍ୟ ଗୁଡ଼ିକର ପୁନଃପରୀକ୍ଷଣ, ତାପରେ ନମ୍ବର 8 ତଥ୍ୟ ଗୁଡ଼ିକର ସଂଗ୍ରହ ଏବଂ ଭବିଷ୍ୟତବାଣୀ କରିବା। ଏହି କେତୋଟି ପଏଣ୍ଟକୁ ଯେଉଁ ବିଜ୍ଞାନ ନିଜ ଅଧ୍ୟୟନରୁ ସିଦ୍ଧାନ୍ତ କରିଥାଏ ବା ଅଧ୍ୟୟନ କରିଥାଏ, ଅନୁସରଣ କରିଥାଏ, ତାହାକୁ ଆମେ ଏକ ବିଜ୍ଞାନ ବୋଲି କହିପାରିବା। ତେଣୁ ପରବର୍ତ୍ତୀ ଭିଡ଼ିଓରେ ପୁଣି କିଛି ବିଷୟକୁ ଆମେ ଆଲୋଚନା କରିବା। ପରବର୍ତ୍ତୀ ଭିଡ଼ିଓ ପାଇଁ ପୁଣି ଥରେ ଆମର ଏହି ଚ୍ୟାନେଲକୁ ସବସ୍କ୍ରାଇବ୍, ଲାଇକ୍ କରିବା ଉଚିତ। ଥ୍ୟାଙ୍କ ୟୁ, ଜୟ ହିନ୍ଦ। ପୁଣି ଦେଖା ହେବ ଆସନ୍ତା ଭିଡ଼ିଓରେ।